ସୁକିନ୍ଦା ସମବାୟ ସମିତିର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ କଂଗ୍ରେସ ନେତାଙ୍କ ପରଲୋକ। ସୁକିନ୍ଦା କୃଷି ସମବାୟ ସମିତିର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ କଂଗ୍ରେସ ନେତା ସୁକିନ୍ଦାଗଡ଼ ନିବାସୀ ଦେବେନ୍ଦ୍ର ପଟ୍ଟନାୟକଙ୍କର ଆଜି ପରଲୋକ ଘଟିଛି। ଗତ କିଛି ଦିନ ପୂର୍ବରୁ ଶ୍ରୀ ପଟ୍ଟନାୟକ ହୃଦଘାତର ଶିକାର ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ଶ୍ରୀ ପଟ୍ଟନାୟକ ଅବିଭକ୍ତ କଟକ ଜିଲ୍ଲା ଜାତୀୟ କଂଗ୍ରେସ ସାଧାରଣ ସମ୍ପାଦକ ଥିବାବେଳେ ସୁକିନ୍ଦା କୃଷି ସମବାୟ ସମିତିର ପୂର୍ବତନ ଅଧ୍ୟକ୍ଷ ଥିଲେ ଓ ପୂର୍ବତନ ମନ୍ତ୍ରୀ ଶରତ ରାଉତଙ୍କର ପ୍ରତିନିଧି ଥିଲେ। ସୁକିନ୍ଦା ସ୍ଥିତ ଖଣ୍ଡୁରାଇ ବାଳିକା ବିଦ୍ୟାଳୟ ସମେତ କିଛି ଅନୁଷ୍ଠାନ ପ୍ରତିଷ୍ଠାରେ ତାଙ୍କର ପ୍ରମୁଖ ଭୂମିକା ରହିଛି। ସୁକିନ୍ଦା ଅଞ୍ଚଳର ଜଣେ କଂଗ୍ରେସ ନେତା ଭାବେ ସ୍ଥାନୀୟ ଅଞ୍ଚଳରେ ବେଶ୍ ଜଣାଶୁଣା। ସେ ଜଣେ ମିଷ୍ଠାଭାଷୀ ଓ ମେଳାପୀ ବ୍ୟକ୍ତି ଥିଲେ। ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସୁକିନ୍ଦା ସ୍ଥିତ ବାସଭବନରେ ଶତାଧିକ ଲୋକ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିବା ସହ ସୋମବାର ସନ୍ଧ୍ୟାରେ ମନ୍ତ୍ରୀ ଡକ୍ଟର ପ୍ରଦୀପ ସାମନ୍ତ ତାଙ୍କ ବାସଭବନରେ ପହଞ୍ଚି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସାନ୍ତ୍ୱନା ଦେବା ସହିତ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି। ସୋମବାର ଦିନ ସପରିବାର ବର୍ଗଙ୍କ ଉପସ୍ଥିତିରେ ସୁକିନ୍ଦା ସ୍ଥିତ ଶ୍ମଶାନରେ ତାଙ୍କର ଶେଷକୃତ୍ୟ କାର୍ଯ୍ୟ ସମ୍ପନ୍ନ ହୋଇଛି।